ଜୟ ଜଗନ୍ନାଥ। ଆଜିକାଲି ଆପଣ ଏ ସମାଜରେ ଲକ୍ଷ୍ୟ କରିବେ ଏ ଯେତେ ଯୁବପିଢ଼ି ଅଛନ୍ତି ସମସ୍ତେ କର୍ମ କରିବା ପାଇଁ ଆଗ୍ରହ ପ୍ରକାଶ କରନ୍ତିନି। କେମିତି କମ୍ ପରିଶ୍ରମରେ ଅଧିକ ଉପାର୍ଜନ କରିପାରିବେ ସେଇ ଚିନ୍ତା। ପରିଶ୍ରମ କରିବା ପାଇଁ କାତର ସେମାନେ। ତେଣୁ ଯେଉଁ କାର୍ଯ୍ୟ ପରିଶ୍ରମ ବିନା ହେବ ଏମିତି କିଛି ଭାବିପାରୁଛନ୍ତି କି? କିଛି ବି କାର୍ଯ୍ୟ ନୁହେଁ। ତେଣୁ ଆସନ୍ତୁ, ପରିଶ୍ରମ ହିଁ ସଫଳତାର ଚାବିକାଠି ବା ପରିଶ୍ରମ ଦ୍ୱାରା ଆମେ କ'ଣ କ'ଣ କରିପାରିବା ସେ ବିଷୟରେ କିଛି ଗଳ୍ପ ମୁଁ ଆପଣମାନଙ୍କୁ କହିବି। ପ୍ରଥମ ଗଳ୍ପଟି ହେଲା, ଆପଣ ଜାଣିଥିବେ ଏ ଛୋଟ ଛୋଟ ପିଲାମାନଙ୍କର ଷ୍ଟୋରିରେ ମଧ୍ୟ ଅଛି। ସେ ଷ୍ଟୋରି ଛୋଟ ହେଇପାରେ କିନ୍ତୁ ଏ ସମାଜ ପାଇଁ ଗୋଟେ ନିହାତି ଉପଦେଶର ବାର୍ତ୍ତା। ଗୋଟେ ଜିଆ ଥିଲା ଆଉ ଗୋଟେ ମହୁମାଛି ଥିଲା। ଜିଆ ଓ ମହୁମାଛିର ଏକଦମ ବନ୍ଧୁ, କ୍ଲୋଜ୍ ଫ୍ରେଣ୍ଡ ଯାହା କୁହନ୍ତି। ଆଜିକାଲି ଆପଣ ଦେଖୁଛନ୍ତି ମହୁମାଛିର ଡେଣା ଅଛି, କିନ୍ତୁ ସେ ସମୟରେ ଜିଆ ଆଜି ଯେମିତି ପୂର୍ବେ ସେମିତି ଥିଲା, କିନ୍ତୁ ମହୁମାଛି ପୂର୍ବେ ଯାହା ଥିଲା ଏବେ ପରିବର୍ତ୍ତନ ହେଇଛି। କେମିତି ହେଲା, କ'ଣ ହେଲା ଶୁଣିବା। ଦୁଇ ଜଣ ଉତ୍ତମ ବନ୍ଧୁ ଏକାଠି ବୁଲାବୁଲି କରନ୍ତି, ସବୁ କରନ୍ତି, କିନ୍ତୁ ଜିଆର କିଛି ଚିନ୍ତା ଶକ୍ତି ବା ବୋଧ ଶକ୍ତି ଉପାର୍ଜନ କରିବା ପାଇଁ ଚେଷ୍ଟା ବି କରେନା। ତେଣୁ ସେ ମାଟିରେ ରୁହେ, ମାଟି ଖାଏ, ସେମିତି ରୁହେ, ପଡ଼ି ରୁହେ ଅଳସୁଆମି କରିକି। କିନ୍ତୁ ମହୁମାଛି କ'ଣ କରେ, ସେ ତାର ଗୋଟେ ଚିନ୍ତା କରେ ଯେ ମୋ ଜୀବନଟା କ'ଣ ଏମିତି ହେଇଯିବ ନା ମୁଁ ଆଗକୁ ବଢ଼ିବି, କ'ଣ କରିବି। ଭାରି ଚିନ୍ତା କଲା ଚିନ୍ତା କଲା ଚିନ୍ତା କଲା, ସେ ଡେଇଁବାକୁ ଚେଷ୍ଟା କଲା। ଟିକେ ବାଟ ଡେଉଁଥାଏ, ପଡ଼ୁଥାଏ ଦୁମ୍ କିନା, ଟିକେ ବାଟ ଡେଉଁଥାଏ, ପଡ଼ୁଥାଏ ଦୁମ୍ କିନା। ଏମିତି ଡେଇଁ 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 କ'ଣ ହେଲା, ତାର ଦୁଇଟା ଡେଣା ଧୀରେ ଧୀରେ ସୃଷ୍ଟି ହେଲା। ସେ ଆହୁରି ଚେଷ୍ଟା କଲା, ଆହୁରି ଚେଷ୍ଟା କରିକି ଦୁଇଟା ଡେଣା ପାଇଲା ଏବଂ ସେ ଦୁଇଟା ଡେଣା ସାହାଯ୍ୟରେ ଉଡ଼ିବାକୁ ଲାଗିଲା। ଏ ଗଛରୁ ସେ ଗଛ, ଏ ଡାଳରୁ ସେ ଡାଳ, ଏ ଫୁଲରୁ ସେ ଫୁଲ, ଏମିତି ମହୁ ସଂଗ୍ରହ କଲା, ମହୁଫେଣା କଲା ଏବଂ ବହୁତ ଉପକାର କାର୍ଯ୍ୟ ମଧ୍ୟ ଗଛମାନଙ୍କର ସେ କଲା। ଏମିତି କିଛି ଦିନ କଟିଗଲା। କିଛି ଦିନ ପରେ, କିଛି ବର୍ଷ ପରେ ଥରେ ଜିଆ ଏମିତି ଉପରକୁ ଅନେଇ ଭାବୁଥାଏ, ଦେଖିଲା ଆରେ ମୋର ପୂର୍ବ ସାଙ୍ଗ ଇଏ କ'ଣ ଉଡ଼ୁଛି। ଡାକିଲା, ହେ ଭାଇ ଟିକେ ଶୁଣ। ମହୁମାଛି ସେଇ ଯେଉଁ ଯେତେବେଳେ ପୁରୁଣା ସାଙ୍ଗକୁ ଦେଖିଲା ତା ପାଖରେ ଆସି ବସିଲା ଏବଂ ଜିଆ ତାର ଏମିତି କେମିତି ହେଲା ବୋଲି ପଚାରିଲା ଯେ ତମର ଡେଣା କେମିତି ସୃଷ୍ଟି ହେଲା। ନା ଭାଇ କୁହନି, ମୁଁ ବହୁତ ପରିଶ୍ରମ କରିଛି, ପରିଶ୍ରମ ଦ୍ୱାରା ହିଁ ମୁଁ ଏ ଡେଣା ପାଇଛି। ଡେଣା ପାଇକି ଆନନ୍ଦ ମନରେ ଗୁଣୁଗୁଣୁ ହେଇକି ବୁଲୁଛି, ଗୀତ ବୋଲୁଛି ଏବଂ ଉଡ଼ୁଛି ଏବଂ ମୁଁ ମୋର ଖୁସିରେ ଅଛି। ଜିଆ କହିଲା, ଭାଇ ତୁ ତ ପରିଶ୍ରମ କଲୁ, ବହୁତ ଖୁସିରେ ରହୁଛୁ, ଆଉ ମୁଁ ତ ଯେଉଁଠି ଅଛି ସେଇଠି, ସେଇ ମାଟିରେ ରହୁଛି, ସେଇ ମାଟିରେ ଶୋଉଛି, ସେଇ ମାଟି ଖାଉଛି, କ'ଣ କରିବି ମୁଁ। ତେଣୁ ମହୁମାଛି ତାକୁ ଗୋଟେ ଉପଦେଶ ଦେଲା ଯେ ଦେଖ, ତୁ ତ କିଛି କରିପାରିଲୁନୁ, ଆଟଲିଷ୍ଟ ତୁ ନିଜେ ଚିନ୍ତା କର କ'ଣ ଗୋଟେ କଲେ ପରର ଉପକାର ହେଇପାରିବ। ତେଣୁ ଜିଆ ମଧ୍ୟ ଚିନ୍ତା କଲା। ଚିନ୍ତା କରି କରି ପରିଶେଷରେ କଲା କ'ଣ, ଯେ ଯେଉଁ ଜମିରେ ଚାଷ ହୁଏ, କୃଷକମାନଙ୍କର ଜମିରେ ଯେଉଁ ଚାଷ ହୁଏ, ସେଇ ଜମିର ମାଟିକୁ କେମିତି ହାଲକା କରିବ ଚିନ୍ତା କଲା। ତେଣୁ ସେଇ ଚେଷ୍ଟାରେ ହିଁ ସେ ରହିଲା, ମାଟି କେମିତି ହାଲକା ହେବ। ତେଣୁ ଏଇ ଯେଉଁ କାର୍ଯ୍ୟ, ଉପକାର କାର୍ଯ୍ୟ କରିଥିବାରୁ ଜିଆକୁ ଆଜିକାଲି ଆମେ କହୁଛେ କୃଷକର ବନ୍ଧୁ। ତେଣୁ ଇଏ ଗଲା ଛୋଟିଆ ପ୍ରୟାସ, ଅର୍ଥାତ୍ ପରିଶ୍ରମ କଲେ ଯାଇକି ଅନ୍ୟର ଗୋଟେ ଉପକାରରେ ଆସିବ ଏବଂ ଅନ୍ୟମାନେ ଆପଣମାନଙ୍କୁ ଭଲ ପାଇବେ। ଏ ହେଲା ସମାଜ ପାଇଁ ଗୋଟେ ବାର୍ତ୍ତା ଯେ ବିନା ପରିଶ୍ରମରେ କିଛି ହୁଏ ନାହିଁ। ପରିଶ୍ରମ କଲେ, ପରିଶ୍ରମ ହେଉଛି ସଫଳତାର ଚାବିକାଠି। ଇଏ ଗୋଟେ ଗଳ୍ପ।
ଆଉ ଗୋଟିଏ ଗଳ୍ପ, ସାଧାରଣ ଗଳ୍ପ ହେଲେ ମଧ୍ୟ ଏଇଟା ମଧ୍ୟ ସମାଜକୁ ଗୋଟେ ବାର୍ତ୍ତା ଯେ କି ଠେକୁଆ ଆଉ କଇଁଚ ଉଭୟ ପରସ୍ପର ବନ୍ଧୁ ଥିଲେ। ଠେକୁଆ ଜୋରରେ ଦୌଡ଼େ ବୋଲି ତା ମନରେ ଭାରି ଗର୍ବ, କିନ୍ତୁ କଇଁଚ ତ ଧୀରେ ଧୀରେ ଚାଲେ। ସେ ତେଣୁକରି ଯାହା ହେବ ଧୀରେ ସୁସ୍ଥେ ଚିନ୍ତା କରିକି ଚାଲେ। ଦିନେ ଠେକୁଆ ମନରେ ଗର୍ବ ଦୌଡ଼ୁଛି ବୋଲି କହିଲା, ତୋର ମୋର ଗୋଟେ ଆଜି ଗୋଟେ କମ୍ପିଟିସନ୍ ହେବ। କଇଁଚ କହିଲା, କି କମ୍ପିଟିସନ୍? ନା, ସେ ଯେଉଁ ପାହାଡ଼ ଦେଖୁଛୁ, ସେ ପାହାଡ଼ ପାଖରେ ଆଗ ଯିଏ ପହଞ୍ଚିବ ସେ ଟପ୍ ହେବ, ଫାଷ୍ଟ ହେବ। ତେଣୁ କଇଁଚ କହିଲା, ହଉ ଠିକ୍ ଅଛି, ଦୌଡ଼ିବା ଆଉ। ତେଣୁ କଇଁଚ ଠେକୁଆର ଆରମ୍ଭ ହେଇଗଲା। ଠେକୁଆ କ'ଣ କରୁଛି, ପୁଳେ ବାଟ ଦୌଡ଼ିଗଲା। ଥୋଡ଼େ ବାଟ ଦୌଡ଼ିକି ଯାଇ ଗୋଟେ ଗଛ ମୂଳରେ ଦେଖିଲା, କଇଁଚ ଦେଖାଯାଉନି, ମୁଁ ଏଠି ବିଶ୍ରାମ ନେଇଯିବି ଆଉ। ଅଳସୁଆମି କରିକି ସେ କ'ଣ କଲା, ଶୋଇ ପଡ଼ିଲା। କଇଁଚ କ'ଣ କରୁଛି, ଆଉ ଶୋଇନି, ପରିଶ୍ରମ କରୁଛି। ଧୀରେ 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 ଚାଲୁଛି ଏବଂ ଯାଇ 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 ପରିଶେଷରେ ପାହାଡ଼ ପାଖରେ ଯାଇ ପହଞ୍ଚିଗଲା। କିନ୍ତୁ ଏପଟେ ଠେକୁଆ କ'ଣ କରୁଛି, ଶୋଇଛି। ତାର ହଠାତ୍ ନିଦ ଭାଙ୍ଗିଗଲା। ସେ କ'ଣ କଲା, ଆରେ ଏ କଇଁଚ ତ କାହିଁ ଦେଖାଯାଉନି, କ'ଣ ପଳେଇଲା କି ଆଗକୁ? କଇଁଚ କ'ଣ କଲା, ଏ ଠେକୁଆ କ'ଣ କଲା, ଦୌଡ଼ିଲା। ଦୌଡ଼ି 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 ଯାଇକି ଯେତେବେଳେ ପାହାଡ଼ ପାଖରେ ଦେଖେ, କଇଁଚ ଯାଇକି ପହଞ୍ଚି ସାରିଛି। ତେଣୁ ଇଏ ହେଲା ଗୋଟେ ଛୋଟିଆ ଗଳ୍ପ। ଅର୍ଥାତ୍ ଆମେ ଯେତେ ଦ୍ରୁତ ଥିଲେ ମଧ୍ୟ, ଯେତେ ଜ୍ଞାନ ଥିଲେ ମଧ୍ୟ, ତାକୁ ଯଦି ଅଭ୍ୟାସ ନ କରିବା, ଅଳସୁଆମି କରିବା, ସେ ଜ୍ଞାନର ପରିସୀମାଟା ଧୀରେ ଧୀରେ କମି କମିଯିବ। ଆପଣ କଇଁଚ ଭଳିଆ ହୁଅନ୍ତୁ, ଧୀରେ ଧୀରେ ଯାଆନ୍ତୁ, ନିଶ୍ଚୟ ସଫଳତାର ଚାବିକାଠି ଆପଣଙ୍କ ହାତରେ ପଡ଼ିଯିବ। ଆଉ ଠେକୁଆ ଭଳି ଜୋରରେ ଯାଇକି କେଉଁଠି ଅଳସୁଆମି କରି ଶୋଇପଡ଼ିବା, ତାଦ୍ୱାରା ଆପଣଙ୍କର ବିଫଳ ହେଇଯିବେ, ସବୁଥିରେ ବିଫଳ ହେବେ। ଏ ଗଲା ଗୋଟେ ଛୋଟିଆ ପ୍ରୟାସ। ଆଉ ଗୋଟିଏ ଗଳ୍ପ ଅଛି। ଆଗକାଳରେ ବୋପଦେବ ନାମରେ ଜଣେ ଛାତ୍ର ଥିଲେ। ସେତେବେଳେ ତ ବର୍ତ୍ତମାନ ଯେଉଁ ସମୟରେ ସ୍କୁଲ କଲେଜ ସବୁ ଅଛି, ସେତେବେଳେ ତ ସ୍କୁଲ କଲେଜ ନଥିଲା, ଆଶ୍ରମ ଥିଲା। ବୋପଦେବ ଗୋଟେ ଆଶ୍ରମରେ ରହୁଥିଲେ। ଆଶ୍ରମରେ ପାଠ ପଢ଼ାରେ ଯୋଗ ଦେଉଥିଲେ। ତାରି ଭଳି ଅନେକ ଛାତ୍ର ମଧ୍ୟ ଥିଲେ। ସେ ଛାତ୍ରମାନେ ୟାର ମୋଟା ବୁଦ୍ଧି, ସ୍ଥୂଳ ବୁଦ୍ଧି, ଅର୍ଥାତ୍ ଜ୍ଞାନ କିଛି ନାହିଁ, ଆକୁ ଦେଖିକି ଟିକେ ହସନ୍ତି। ଏ ହସିବାଟାକୁ ବୋପଦେବ ଟିକେ ଖରାପ ଭାବିଲେ ଏବଂ ତାଙ୍କ ବହୁତ ଲଜ୍ଜାବୋଧ କଲେ ଏବଂ ସେହି କଥାକୁ ନେଇକି ଗୁରୁଙ୍କ ଆଗରେ କହିଲେ। ଗୁରୁ ମଧ୍ୟ ତାର ବୁଦ୍ଧିଟିକୁ ଜାଣିଥିଲେ ଏବଂ ଗୁରୁ କହିଲେ, ଆରେ ସେମାନେ ତ କିଛି ଭୁଲ କହୁନାହାନ୍ତି, ତୁମକୁ ଯଦି ଲଜ୍ଜା ଲାଗୁଛି ତୁମେ ଗୋଟେ କାମ କର, ଏ ବିଦ୍ୟାଳୟ, ଏ ଆଶ୍ରମ ଛାଡ଼ିଦିଅ, ଅନ୍ୟ ଆଶ୍ରମକୁ ଯାଅ, ନଚେତ୍ ଘରକୁ ପଳାଅ। ବୋପଦେବ ମନରେ ଦୁଃଖ ଆସିଲା। ତେଣୁ ସେ ଧୀରେ ଧୀରେ ଚାଲିକି ଯାଉ ଯାଉ ଚିନ୍ତା କଲେ, ମୁଁ ଯଦି ଘରକୁ ଯିବି, ମୋତେ ତ ଆଉ ବାପା ବୋଉ ମୋତେ ଭଲ ପାଇବେନି, ତେଣୁକରି କ'ଣ କରିବି? ସିଏ ସେଠୁ କ'ଣ କଲା, ଯେ ଧୀରେ ଧୀରେ ଜଙ୍ଗଲ ଭିତରେ ଆଉ ଘରକୁ ଯିବନି ବୋଲି ଚିନ୍ତା କରି ଆଗକୁ ଚାଲିଛି। ଆଉ କ'ଣ, ଆଗକୁ ଯାଇ ଯାଇ ଦେଖିଲା ଗୋଟେ ବିରାଟ ପୋଖରୀ ଏବଂ ସେ ପୋଖରୀର ପାଖରେ ସବୁ ପାହାଚ ସବୁ ରହିଛି। ପାଣିକୁ ଯିବା ପାଇଁ ପାହାଚ ରହିଛି। ପାହାଚ ପାଖରେ ଯାଇ ବସିଲା। ପାହାଚ ପାଖରେ ବସିଛି ଅନ୍ୟମନସ୍କ ହେଇକିରି। ସେହି ସମୟରେ ବହୁତ ମହିଳା କଳସୀ ଧରିକି ଆସିଲେ ପାଣି ନେବା ପାଇଁ ଏବଂ ସେମାନେ କଳସୀକୁ ବୁଡ଼େଇଲେ, ପାଣି ଭର୍ତ୍ତି କଲେ ଏବଂ ସେଇ ଦେଖିଲେ ପଥରରେ ଯେଉଁ ଖାଲ ଟାଇପ୍ର ଅଛି, ସେଇ ଖାଲରେ ନେଇକି ରଖିଲେ। ବୋପଦେବ ଆଶ୍ଚର୍ଯ୍ୟ ହେଇଗଲେ, କହିଲେ ଏଇ ଖାଲ ଗୁଡ଼ା କ'ଣ କରାହେଇଛି ନା କ'ଣ ହେଇଛି? ତେଣୁ ତାଙ୍କ ମୁଣ୍ଡରେ ଗୋଟେ ପ୍ରଶ୍ନ ଆସିଲା ଏବଂ ସେ ଗୋଟେ ମହିଳାକୁ ପଚାରିଲେ, ଆଜ୍ଞା ମାଉସୀ, ଇଏ ମାଠିଆ ରଖିବା ପାଇଁ ଏ ଖାଲ କ'ଣ କରାଯାଇଛି କି? ମାଉସୀ ହସିଲେ। ମାଉସୀ କହିଲେ, ନାଇଁ ରେ ବାପା, ଇଏ ଗାତ କାହିଁ କରାଯିବ? ଆମେ ଯେଉଁ ମାଠିଆକୁ ରଖୁଛେ ସେ ଧୀରେ 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 ଗର୍ତ୍ତ ହେଇଯାଉଛି। ସେଇଠୁ ତାଙ୍କ ମୁଣ୍ଡରେ ଗୋଟେ ପ୍ରଭାବ ପଡ଼ିଲା, ଆରେ ଏଇ ତ ମାଟି କାଦୁଅରେ ତିଆରି ମାଠିଆ, ଏ ହେଉଛି ପଥର। ଯଦି ଗୋଟେ ପଥର ଉପରେ ମାଠିଆକୁ ରଖି 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 ତାର ଭାରରେ ସେ କ'ଣ ହେଉଛି ନା ଗର୍ତ୍ତ ହେଇପାରୁଛି, ତାହେଲେ ମୁଁ କାହିଁକି ସ୍ଥୂଳ ବୁଦ୍ଧି ହେଇକରି ମୁଁ କାହିଁ ପାଠ ନ ପଢ଼ିବି, ମୁଁ କାହିଁ ଭଲ ନ କରିବି? ଏଇ ଚିନ୍ତା କରିକି ସେ ସେଇଥିରୁ କ'ଣ ଆସିଲେ, ଆଶ୍ରମ ପଳେଇ ଆସିଲେ ଏବଂ ଗୁରୁଙ୍କୁ ନମସ୍କାର ହେଲେ। ଗୁରୁ କହିଲେ, କ'ଣ ହେଲା ବାବା? ନା, ମୁଁ ଆଉ ଘରକୁ ଯିବିନି ବା କୁଆଡ଼େ ଯିବିନି, ଅନ୍ୟ ସ୍କୁଲକୁ ଯିବିନି, ଆପଣଙ୍କ ପାଖରେ ପାଠ ପଢ଼ିବି, ଆପଣ ଯାହା ଦେବେ ମନ ଦେଇକି ପାଠ ପଢ଼ିବି। ସେଇଦିନ ଠାରୁ ସେ ମନ ଦେଇ ପାଠ ପଢ଼ି ବ୍ୟାକରଣ ଗ୍ରନ୍ଥ ମଧ୍ୟ ଲେଖିବା ପାଇଁ ସମର୍ଥ ହେଇଗଲେ। ତେଣୁ ଏଇଥିରୁ ବୁଝନ୍ତୁ,
ଯଦି ଆପଣଙ୍କର କୌଣସି ଜିନିଷରେ ଆଗ୍ରହ ଆସେ ତାହେଲେ ଦେଖିବେ ସେଇ ଜିନିଷଟା ଜଲ୍ଦି ହେବ। ଗୋଟେ ପିଲା ମନେକର ଖାଉନି, ତାକୁ ଆପଣ ଜବରଦସ୍ତ ଦେବେ, ସେ ଖାଇବ ଫୁ କରିକି ଛାଡ଼ିଦେବ। ତେଣୁ ଜ୍ଞାନ ମଧ୍ୟ ସେମିତିକା, ଆପଣ ଯଦି ମନ ଅଛି ତାହେଲେ ଆପଣ ଜ୍ଞାନ ପାଇବା ପାଇଁ ଚେଷ୍ଟା କରିବେ। ତେଣୁକି ସମସ୍ତେ ତ ସମାନ ନୁହନ୍ତି ନା, କିଏ ଜଲ୍ଦି ମନେ ରଖିଦେବ, କିଏ ଡେରିରେ ମନେ ରଖିଥିବ, କାହାର ବାରମ୍ବାର ଲେଖିଲେ ମଧ୍ୟ ମନେ ରହୁନି, ସେ ବାରମ୍ବାର ଚେଷ୍ଟା କରିବ। ତେଣୁ ଚେଷ୍ଟା ଦ୍ୱାରା ସବୁକିଛି ସମ୍ଭବ। ତେଣୁ ଏଇ ଥିଲା ମୋର ଗଳ୍ପ। ତେଣୁ ଆସନ୍ତୁ, ଆଜିକାଲି ସମାଜରେ ଯାହା ସବୁ ଘଟୁଛି, ସେ ଘଟିବାକୁ ମୂଳରେ ହେଉଛି କ'ଣ, ଆମର ବହୁତ ବୋକାମି। ଅର୍ଥାତ୍ ଆମେ ପାଠ ପଢ଼ିଲେ, ଏଜୁକେଟେଡ଼ ହେଲେ, କିନ୍ତୁ ଆମେ ଛୋଟ କାମ ହେଲେ ମଧ୍ୟ ଆମକୁ କ'ଣ ହେଉଛି ନା ମନରେ ଗୋଟେ ଲଜ୍ଜାବୋଧ ଆସୁଛି, ଏଇ ଛୋଟ କାମଟା ମୁଁ କରିବି, ଏତେ ପାଠ ପଢ଼ିଛି। ସେଇଠି ରହିଯାଉଛି ଭୁଲ। ଆମକୁ ମନକୁ ବଦଳାଇବାକୁ ପଡ଼ିବ। ଛୋଟରୁ ବଡ଼ ହୁଅନ୍ତି। କିଏ ବଡ଼ରୁ ଛୋଟ ହେଇଛି କହିଲେ? ଛୋଟରୁ ସମସ୍ତେ ବଡ଼ ହେଇଛନ୍ତି। ତେଣୁ ଏଇ ଥିଲା ମୋର ପ୍ରୟାସ। ତେଣୁ ସମାଜ ପାଇଁ ଏଇ ଗୋଟିଏ ବାର୍ତ୍ତା ରହିଲି। ଜୟ ଜଗନ୍ନାଥ।